ଧ୍ୟାନ ଓ ପ୍ରାର୍ଥନା। ନଭେମ୍ବର 24, 1931। ହେ ଭଗବାନ, ହେ ମୋର ପ୍ରେମମୟ ପ୍ରଭୁ, ତୋ କର୍ମ ସମ୍ପାଦନ ନିମିତ୍ତ ହିଁ ମୁଁ ଜଡ଼ସ୍ତରର ଅତଳ ଗର୍ଭରେ ଡୁବିଗଲି। ମୁଁ ହାତ ଦେଇ ସ୍ପର୍ଶ କଲି ମିଥ୍ୟା ଓ ନିଶ୍ଚେତନାର ବିଭୀଷିକା, ବିସ୍ମୃତିର ରାଜ୍ୟ, କେବଳ ଅନ୍ଧକାର। କିନ୍ତୁ ମୋର ହୃତ୍କେନ୍ଦ୍ରରେ ଥିଲା ତୋର ସ୍ମୃତି, ଏବଂ ସେହି ହୃତ୍କେନ୍ଦ୍ରରୁ ସହସା ଉଚ୍ଚାରିତ ହେଲା ଏକ ଆହ୍ୱାନ, ଏବଂ ତୋ ନିକଟରେ ତାହା ପହଞ୍ଚିଲା। ଭଗବାନ, ଭଗବାନ, ଚତୁର୍ଦିଗରେ ତୋର ଶତ୍ରୁମାନେ ବିଜୟୀ ହୋଇ ଚାଲିଛନ୍ତି। ମିଥ୍ୟା ଆଜି ଜଗତର ସମ୍ରାଟ। ତୋ ବିନା ଜୀବନ ମୃତ୍ୟୁ, ଏକ ଚିରନ୍ତନ ନରକ। ଆଶାର ସ୍ଥାନରେ ଦେଖା ଦେଇଛି ସଂଶୟ। ସମର୍ପଣ ପରିବର୍ତ୍ତେ ଆସିଛି ବିଦ୍ରୋହ। ବିଶ୍ୱାସ କ୍ଷୀଣ ହୋଇପଡ଼ିଛି। କୃତଜ୍ଞତା ଜନ୍ମଗ୍ରହଣ ବି କରିନାହିଁ। ଅନ୍ଧ ରିପୁଗଣ, ହିଂସ୍ର ଆବେଗ, ପାପପୂର୍ଣ୍ଣ ଦୁର୍ବଳତା ତୋ ପ୍ରେମର ମଧୁର ବିଧାନକୁ ଆଚ୍ଛାଦିତ କରିଛନ୍ତି, ନିପୀଡ଼ିତ କରିଛନ୍ତି। ହେ ଭଗବାନ, ତୋର ଶତ୍ରୁଗଣ କ'ଣ ତିଷ୍ଠି ରହିବେ? ମିଥ୍ୟା, କୁତ୍ସିତତା, ଦୁଃଖତାପକୁ କ'ଣ ବିଜୟୀ ହେବାକୁ ହେବ? ଭଗବାନ, ଆଦେଶ ଦିଅ ବିଜୟ ନିମିତ୍ତ, ଏବଂ ବିଜୟ ହାସଲ ହେବ। ମୁଁ ଜାଣେ ଯେ ଆମ୍ଭେମାନେ ଅଯୋଗ୍ୟ। ମୁଁ ଜାଣେ ଯେ ଜଗତ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ। କିନ୍ତୁ ତୋ କୃପା ଉପରେ ପୂର୍ଣ୍ଣ ବିଶ୍ୱାସ ସ୍ଥାପନ କରି ମୁଁ ଉଚ୍ଚକଣ୍ଠରେ ଆହ୍ୱାନ କରୁଛି, ଏବଂ ମୁଁ ଜାଣେ ଯେ ତୋର କରୁଣା ଆମ୍ଭମାନଙ୍କୁ ନିଶ୍ଚିତ ଭାବରେ ରକ୍ଷା କରିବ। ତେଣୁ ମୋର ପ୍ରାର୍ଥନା ତୀବ୍ର ଭାବେ ତୋ ଆଡ଼କୁ ଊର୍ଦ୍ଧ୍ୱକୁ ଉଠିଗଲା, ଏବଂ ସେହି ଅତଳ ଗହ୍ୱରରୁ ତୋର ସମୁଜ୍ଜ୍ୱଳ ଦିବ୍ୟ ମହିମାରେ ମୁଁ ତୋତେ ଦର୍ଶନ କଲି। ଆଉ ତୁ ମୋତେ କହିଲୁ, ସାହସ ହରାଅ ନାହିଁ, ଦୃଢ଼ ହୁଅ, ନିର୍ଭରତା ରଖ, ମୁଁ ଆସିଛି। ସାହସ ହରାଅ ନାହିଁ, ଦୃଢ଼ ହୁଅ, ନିର୍ଭରତା ରଖ, ମୁଁ ଆସିଛି। ମା।